ଶ୍ରୀମଦ୍ଭାଗବତ ପଞ୍ଚମ ସ୍କନ୍ଦ ନବମ ଅଧ୍ୟାୟ। ଶ୍ରୀଶୁକ ଉବାଚ ଶୁଣ ହୋ ରାଜା ପରୀକ୍ଷିତ ଏ ଅନ୍ତେ ଯେମନ୍ତ ଚରିତ। ଏକ ହିଁ ବ୍ରାହ୍ମଣ ସେ ଥିଲେ ନବକୁମର ତାଙ୍କ ହେଲେ ଅଙ୍ଗିରା ଗୋତ୍ରରୁ ସମ୍ଭୂତ ହେବାରୁ ହୋଇଲା ବିଖ୍ୟାତ। ସେ ବିପ୍ର ସମଦମ ଦାନେ ସମ୍ପୂର୍ଣ୍ଣ ଥିଲେ ଆତ୍ମା ଜ୍ଞାନେ। ପିତାର ଗୁଣ ଅନୁସାରେ ହେଲେ ଯେ ସେ ନବକୁମରେ। ତାର ଦ୍ୱିତୀୟା ନାରୀ ଠାରୁ ପୁତ୍ରେକ ହୋଇଲା ସୁଚାରୁ। ଏହି ପୁତ୍ରଟି ଭାଗବତ ଲୋକରେ ହୋଇଲା ବିଖ୍ୟାତ। ଏ ପୁତ୍ର ରାଜଶ୍ରୀ ଭରତ ଜନ୍ମିଲେ ଛାଡ଼ିନ ମୃଗତ୍ୱ। ଅପରେ ତାର ସହୋଦର ଉତ୍ତମ ସାଧୁଶୀଳ ବର। ସେ ସାଧୁ ସଙ୍ଗରୁ ରାଜନ ତାର ହୋଇଲା ଦିବ୍ୟ ଜ୍ଞାନ। ତେଣୁ କର୍ମବନ୍ଧ ଖଣ୍ଡନ ଶ୍ରୀକୃଷ୍ଣ ନାମରେ ଶରଣ। ତାହା ଶୁଣାଇ ଅବିରତ ପଦାର ବିନ୍ଧେ ଦେଇ ଚିତ। ପ୍ରଭୁର କୃପାରେ ରାଜନ ପୂର୍ବଜନ୍ମର କଥା ମାନ। ସ୍ମରଣ ହୋଇଲା ତାହାର ଅସାଧୁ ସଙ୍ଗକୁ ସେ ଡରେ। ଜଡ଼ ଉନ୍ନତ ଚିତ୍ତ ଧୀରେ ହୋଇ ସେ ବ୍ରାହ୍ମଣ କୁମର। ଅଶେଷ ଜ୍ଞାନ ଶ୍ରେଷ୍ଠା ସେହି କପଟ ଲୋକଙ୍କୁ ଦେଖାଇ। ତେବେ ହିଁ ପୁତ୍ରଠାରେ ତାର ସ୍ନେହ ହୋଇଲା ନୃପବର। ସୁସାଧୁ ଦେଖି ବିପ୍ରବର ସଂସ୍କାର କଲା ସେ କୁମର। ବେଦ ବିହିତ କ୍ରିୟା ମତେ ଦଶ କର୍ମକୁ ଯଥୋଚିତେ। କହିବା ଶୁଣ ନୃପବର ସେ ଯେ ବ୍ରାହ୍ମଣର କୁମର। ଶୌଚ ଆଚମନ ବିଧି ବ୍ରାହ୍ମଣ କର୍ମ ଯେବାଦି। ଜାଣଇ ଆତ୍ମା ଅନୁମାନେ ସକଳ ଶାସ୍ତ୍ରର ପ୍ରମାଣେ। ପୁତ୍ରର ଶୁଦ୍ଧ ମନ ଜାଣି ସେ ଯେ ବ୍ରାହ୍ମଣ ଶିରୋମଣି। ଅତ୍ୟନ୍ତ ସ୍ନେହ ଭାବ ବହି ମନ ଅର୍ପିଲା ତାର ତହିଁ। ଓଙ୍କାର ଆଦି ଦେବ ସାର ବ୍ୟାହୃତି ପ୍ରବଣ ଅକ୍ଷର। ସାବିତ୍ରୀ ମୂଳ ମନ୍ତ୍ର ସାର ସକଳ ହେଲେ ନୃପବର। ଯଜନ ଆଦି ଷଟ କର୍ମ ଏ ଯେ ବ୍ରାହ୍ମଣ ନିଜ ଧର୍ମ। ଗୁରୁ ଶିଷ୍ୟ ସମେତେ ଯେତେ ସବୁ କହିଲେ ଯଥୋଚିତେ। ପୁତ୍ର ସ୍ନେହରେ ବିପ୍ରବର ଶିକ୍ଷା କରାନ୍ତି ନିରନ୍ତର। ଏମନ୍ତ ଶୁଣି ନର ନାଥ ପୂର୍ଣ୍ଣ ହୋଇଲା ମନୋରଥ। ଅତି ସନ୍ତୋଷେ ସେ ବ୍ରାହ୍ମଣ କାଳର ହୋଇଲା ଅଧୀନ। ଏତୁଅନ୍ତରେ ଦ୍ୱିଜ ସତୀ ସେ ଯେ ଅଭାବ ଜଡ଼ମତି। ତାହାର ଶ୍ରେଷ୍ଠ ସହୋଦର ସମର୍ପି ଦେଇ ସେ କୁମର। ଆପଣ ପତିର ସଙ୍ଗତେ ଚଳଇ ଆନନ୍ଦିତ ଚିତେ। ଏମନ୍ତ ପିତାର ଅନ୍ତରେ ସେ ଯେ ବ୍ରାହ୍ମଣର କୁମରେ। ଜଡ଼ ଯେ ତାହାର ସୋଦର ତାହାଙ୍କୁ କଲେ ହତାଦର। ତାହାର ପ୍ରଭାତ ନ ଜାଣି ଜଡ଼ର ପ୍ରାୟ ତାକୁ ମଣି। ଜଡ଼ବଧିର ସେ ଉନ୍ନତ ଏମନ୍ତ ରୂପେ ଯେ ଭରତ। ମୃଗସେନର ପଶୁ ଯେତେ ତାହାଙ୍କୁ ଦେଖାଇ ନିରନ୍ତେ। ପର ଅଧୀନ ପ୍ରାୟ ହୋଇ ଲୋକର କାର୍ଯ୍ୟକୁ କରଇ। ଲୋକ ଶ୍ରଦ୍ଧାରେ ତାହା ଦେଇ ପରମ ସନ୍ତୋଷେ ଭୁଞ୍ଜଇ। କେବେ ଇନ୍ଦ୍ରିୟ ପ୍ରୀତିରେ ପରଶ ନ କରି କାହାରେ। ନିବୃତ୍ତ ହୋଇ ସର୍ବଠାରେ ପରମ ଆନନ୍ଦ ଶରୀରେ। ସର୍ବ ଦୁଃଖରେ ସମତାର ହୃଦେ ନ କରେ ଅହଙ୍କାର। କଷ୍ଟେ ବର ଶାସିତ ତତ୍ତ୍ୱ ସକଳ ସହେ ସେ ଭରତ। ବିଦିଶଇ ମହାମଣି ସମ ଶରୀର ଅତି ସ୍ଥୂଳ ପୀନ। ଅତ୍ୟନ୍ତ ବ୍ରହ୍ମତେଜ ହୋଇ ଜଡ଼ର ପ୍ରାୟ ସେ ଭ୍ରମଇ। ଆହାର ଆଦି ସର୍ବଠାରେ ସେଥାଇ ନିଷ୍ଠା ବ୍ୟବହାରେ। ତଥାପି ଶୁଣ ହେ ରାଜନ ତାହାର ନିଜ ଭାତୃଗଣ। କୃଷି ରକ୍ଷଣ କର୍ମଠାରେ ନିଯୁକ୍ତି କରନ୍ତି ତାହାରେ। ଭାତୃବଚନ ଅନୁମତେ କୃଷି ରଖଇ ଅବିରତେ। ମୃଗବରାହକୁ ନିବାରି ଥାଇ ସେ ନିରତେ ଆବରି। ଶୁଣ ହେ ଅଭିମନ୍ୟୁ ବଳା ଏମନ୍ତେ କେତେ ଦିନ ଗଲା। ବୁସଳି ପତି ଯେ ରାଜନ ପୁତ୍ର କାମରେ ହୋଇଛନ। ଚଣ୍ଡୀର ସନ୍ତୋଷ କାରଣେ ସେ ନର ପଶୁ ସମ୍ପାଦନେ। ସେ ନର ପଶୁ କେଣେ ଗଲା ତ ଅନୁଚର ଯେ ଜାଣିଲା। ତାହାର ପଥ ଅନୁସାରେ ଧାଇଁଲେ ତାର ଅନୁଚରେ। ନିଶି ଅନ୍ଧାର ମହାତମ ଖୋଜନ୍ତି ନାନା ଦେଶ ଗ୍ରାମ। ପଶୁ ନ ପାଇ ଅନୁଚରେ ନିରାଶ ହୋଇଲେ ଅନ୍ତରେ। ଗୃହକୁ କରନ୍ତେ ଗମନ ଦେଖିଲେ ବିପ୍ରଙ୍କ ନନ୍ଦନ। ଏ ଅନ୍ତରରେ ନୃପମଣି ଜଡ଼ର ପ୍ରଭାବ ନ ଜାଣି।
ବନ୍ଧନ କରି ତତକ୍ଷଣେ ସ୍ୱାମୀର କର୍ମ ସମ୍ପାଦନେ। ଚଣ୍ଡିକା ଗୃହେ ପ୍ରବେଶିଲେ ସ୍ୱାମୀଙ୍କି ସମର୍ପଣ ଦେଲେ। ସୁଗନ୍ଧ ଶୀତଳ ଜଳରେ ସ୍ନାନ କରାଇଣ ବିଧିରେ। ଶୁଭ ନିର୍ଭଳ ବସ୍ତ୍ର ଦେଇ ନାନାଭୂଷଣ ସେ ଦେଲେ ନାନାଭୂଷଣେ ସେ ମଣ୍ଡିଲେ। ବିବିଧ ସ୍ୱାଦ ଦ୍ରବ୍ୟମାନ ତାହାଙ୍କୁ କରାଇ ଭୋଜନ। ସୁଗନ୍ଧ ଧୂପ ଦୀପ ଦେଇ ମାଳାଏ କଣ୍ଠରେ ଲମ୍ବାଇ। ମୃଦଙ୍ଗ ଶଙ୍ଖ ଘୋର ସ୍ୱନ କରାଇ ତହିଁ ସ୍ତବ ଗାନ। ଏମନ୍ତ ନାନା ବିଧି ମତେ ସ୍ଥାପିଲେ ବେଦୀର ଅଗ୍ରତେ। ଭୂଷଳି ପତି ଅନ୍ତରେ ତୀକ୍ଷ୍ଣ ଖଡ଼ଗ ଘେନି କରେ। ତାହାର ରୁଧିର ସେ ଦେବୀ ସନ୍ତୋଷ ହେବା ପାଇଁ। ଏମନ୍ତେ ଶୁଣଃ ରାଜନ ବୃଷଳେ ହୋଇ ମତି ଭ୍ରମ। ଧନ ସମ୍ପଦେ ମୋହ ଭରି ଧର୍ମ ଅଧର୍ମ ନ ବିଚାରି। ଈଶ୍ୱର ଅଂଶକୁ ନ ଧରେ ହିଂସା କରଇ ଯେ ତାହାରେ। ଦାରୁଣ କର୍ମ ହ୍ୟାଙ୍କର ପ୍ରତ୍ୟକ୍ଷ ବିପ୍ରର କୁମର। ବିଷ୍ଣୁର କଳାବନ୍ତ ସେହି ତାହାଙ୍କୁ କଦର୍ଯ୍ୟନ୍ତି ନେଇ। ସେ ସର୍ବଭୂତେ ସମଚିତ ବିଷ୍ଣୁ ଜପଇ ଅବିରତ। ତାହାଙ୍କୁ ପଶୁରେ ବିଚାରି ନିକଟେ ହୋଇ ଖଡ୍ଗାଧାରୀ। ଏତୁ ଅନ୍ତରେ ପରୀକ୍ଷିତ ବ୍ରାହ୍ମଣ ତେଜେ ଅପ୍ରମିତ। ସୁନାଭି କରାଳ ନୃସିଂହ ତେଣୁ କଦର୍ଯ୍ୟ ଦେବୀ ଦେହ। ତତ୍କ୍ଷଣେ ଉଚ୍ଚାଟ ସେ ହୋଇ ଉଠିଲା ଅତି ତେଜ ବହି। ସେ ଦେବୀ ଚଣ୍ଡୀ ଭଦ୍ରକାଳୀ ଅତ୍ୟନ୍ତ ତେଜରେ ପ୍ରଜ୍ୱଳି। ନେତ୍ର ଭ୍ରୁକୁଟି ଯୋଗେ ତାର ବଦନ ଦିଶେ ଭୟଙ୍କର। ଦନ୍ତ ଦିଶଇ ଯେ କରାଳ ଅରୁଣ ନୟନ ଯୁଗଳ। ଅଟ୍ଟହାସରେ ଘୋର ସ୍ୱନ ପୂର୍ଣ୍ଣ ହୋଇଛି ଦେବୀ ମନ। ଧାଇଁଲେ ଅତି ଶୀଘ୍ରତରେ ପାପିଷ୍ଠ ମାନଙ୍କ ଉପରେ। ତାହାଙ୍କ ହସ୍ତୁ ଖଡ୍ଗ ଘେନି ଶୁଣ ପରୀକ୍ଷ ନୃପମଣି। ଶାଣିତ ଅତି ତୀକ୍ଷ୍ଣ ଧାର ଛେଦିଲେ ତାହାଙ୍କର ଶିର। ପରମ ସନ୍ତୋଷ ସେ ହୋଇ ଆପଣା ଗଣ ସଙ୍ଗେ ନେଇ। ରୁଧିର ସୁରା କରି ପାନ ଭୋଳେ ହୋଇଲେ ମନଚ୍ଛନ। ଦେବୀଙ୍କ ଯେତେ ପାରିଷଦ ଆନନ୍ଦେ କରି ଗୀତନାଦ। ମସ୍ତକ ମାନ ଘଣ୍ଟ କରି ହରଷେ ବଜାନ୍ତି ବିହରି। ଶୁଣ ରାଜନ ସାବଧାନେ ଯେତେ ବୃଷଳ ପାବିଜନେ। ସାଧୁଙ୍କୁ କଲେ ପରମାଦ ଆପଣେ ନାସିଲେ ସମ୍ପଦ। ବିଷ୍ଣୁ ଭକତ ଯେତେ ନରେ ଦୟା କରନ୍ତି ସର୍ବଠାରେ। ବୈରାଗ୍ୟ ହିଂସା ଦୂର ତେଜି ସେ ପାଦ ପଦ୍ମ ଯୁଗ ଭଜି। ପରମହଂସ ଭାଗବତ ତାହାଙ୍କୁ ରଖନ୍ତି ଅନନ୍ତ। କଇ ଦାସ ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ। ପ୍ରଭୁର ପାଦପଦ୍ମ ତଳେ ମମ ନ ରହିବ ନିଶ୍ଚଳେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ପଞ୍ଚମ ସ୍କନ୍ଧେ ଜଡ଼ ଭରତ ଚରିତେ ନାମ 9ମ ଅଧ୍ୟାୟ। ଶ୍ରୀମଦ୍